ସମସ୍ତଙ୍କୁ ଜୟ ଜଗନ୍ନାଥ। ଦେଖନ୍ତୁ କାଲିର ପେପର୍ ମୁଁ ଡିସ୍କସନ୍ କରିନଥିଲି ସଣ୍ଡେର 8 ସେପ୍ଟେମ୍ବର 2024। ତ ଦେଖ 8 ସେପ୍ଟେମ୍ବର ଆମର ଯଦି ଆମେ ପଶ୍ଚିମ ଓଡ଼ିଶା କଥା କହିବା ତାହେଲେ ନୂଆଖାଇ ସମସ୍ତଙ୍କୁ ବହୁତ ବହୁତ ଅଶେଷ ଶୁଭକାମନା। କାରଣ ଆମର ପଶ୍ଚିମ ଓଡ଼ିଶାକୁ ନୂଆଖାଇର ଭେଟଘାଟ କହନ୍ତି, ମାନେ ବହୁତ ପ୍ରଚଳିତ ଅଛି ହେଲା। ନୂଆ ଧାନର ଚାଉଳ, ନୂଆ ତାପରେ ମୁଁ କହିବି ପରିବାରରେ ଯେତେ ସଦସ୍ୟ ଅଛନ୍ତି ସମସ୍ତେ ମିଳିମିଶି ଏକାଠି ହୋଇ ରୋଷେଇ କରିକି ସମସ୍ତେ ସମସ୍ତଙ୍କୁ ପ୍ରଣାମ ଜଣାନ୍ତି ହେଲା। ଏଇଟା ଗୋଟେ ମୁଁ କହିବି ଫ୍ୟାମିଲି ଭିତରେ ୟୁନିଟିର ପରିଚୟ ପତ୍ର। ତାପରେ ଦେଖ ଫାର୍ଷ୍ଟ ପେଜ୍ ସେକେଣ୍ଡ ପେଜ୍ ହଉ ସବୁଥିରେ ନୂଆଖାଇର ଆମର ବହୁତ ସାରା ଶୁଭେଚ୍ଛା ଦେଇଛନ୍ତି ଆମର ମୁଖ୍ୟମନ୍ତ୍ରୀ ବି ପ୍ରଧାନମନ୍ତ୍ରୀ ବି ହେଲା। ତାପରେ ଦେଖ ପ୍ରଧାନମନ୍ତ୍ରୀ ଆମର ଯେଉଁ ବିଶେଷ ମୁଁ କହିବି ଯୋଜନା ଗୁଡ଼ିକ ନିୟମିତ ଭାବରେ କାର୍ଯ୍ୟରତ କରାଇଛନ୍ତି ହେଲା। ଯଦ୍ୱାରା ଆମର ସିଏମ୍ ଯିଏକି ଆମର ମୋହନ ମାଝୀ ଆମର ବହୁତ ସାରା ମୁଁ କହିବି ସୁଭଦ୍ରା ଯୋଜନା ପ୍ରତି ତାଙ୍କର ଯେଉଁ ବିଶେଷତ୍ୱ ଗୁଡ଼ିକ ଥିଲା ସେ ଯେଉଁ କହିଥିଲେ ତ ସେଗୁଡ଼ିକୁ ତା'ର ମୁଁ କହିବି ଏବେ ଯୋଜନାର ଶୁଭାରମ୍ଭ କରିସାରିଛନ୍ତି ହେଲା। ତାପରେ ସିଏମ୍ କିଷାନ ଯେଉଁ ଆଗ ଥିଲା ନବୀନ ସରକାରର କାଳିଆ ଯୋଜନା ଥିଲା, ସମସ୍ତଙ୍କୁ 2000 ଟଙ୍କା ଲେଖାଏଁ ତାଙ୍କର ମଞ୍ଜି ପାଇଁ ତାଙ୍କର ଆର୍ଥିକ କିଛି ସହାୟତା ପାଇଁ ଦିଆହେଉଥିଲା। ତ ସେଗୁଡ଼ିକ ଏବେ ସିଏମ୍ କିଷାନ ଯୋଜନା ହେଇକି ସେ ସବୁ ଜିନିଷକୁ ଦିଆଯିବ ହେଲା ସିଏମ୍। ତାପରେ ଦେଖ ଏଠି ଅଛି ସୁନିତା ବେରିନ୍ ବିନା ପୃଥିବୀକୁ ଫେରିଲେ ବୋଇଂ ଷ୍ଟାର ଲାଇନର। ମୁଁ ଯଦି ଷ୍ଟାର ଲାଇନର କଥା କହିବି ଏଲନ୍ ମସ୍କର କମ୍ପାନୀ ହେଲା, ଯେଉଁଟାକି ସେ ସ୍ପେସ୍ ଏକ୍ସରେ ବି କାମ କରିଛି। ଆଉ ତାଙ୍କରି ମୁଁ କହିବି ରକେଟ୍ରେ ହିଁ ସୁନିତା ୱିଲିୟମ୍ ଆଉ ତାଙ୍କର ଜଣେ ସାଥୀ ଯାଇଥିଲେ ମହାକାଶକୁ। ତ ମହାକାଶରେ ରହିଲା ବେଳକୁ ତାଙ୍କର ଇଞ୍ଜିନ୍ରେ କିଛି ପ୍ରୋବ୍ଲେମ୍ ହେଇଥିଲା, ଯେଉଁଦ୍ୱାରା କି ସେମାନେ ପୃଥିବୀକୁ ଫେରି ପାରିଲେନି, ଯେଉଁଦ୍ୱାରା ଏବେ ବି ସେଇଠି ଅଛନ୍ତି ହେଲା। ତାପରେ ଏଇଟା ଦେଖ ପରସ୍ପରକୁ ସନ୍ଦେହ ଓ ଅବିଶ୍ୱାସ। ଯଦି ମୁଁ କହିବି ଏବେ ନବୀନ ସରକାର ସେ ଅପୋଜିଟ୍ରେ ଅଛନ୍ତି ହେଲା। ମୁଁ ଯଦି କହିବି ବିଜେପି ସରକାରର ବହୁମତ ଅଛି ହେଲା 147ରେ। ମୁଁ ଯଦି କହିବି ମାନେ 97ଟା ସିଟ୍ ମାନେ 100ଟା ହିଁ ଧର 100ଟା ତ ଧରା ହେବନି କ'ଣ ପାଇଁକି, ଆଉ ବାକି 5-6ଟା ଯେତେ ଅଛନ୍ତି ସେମାନେ ଅନ୍ୟାନ୍ୟ ପାର୍ଟିରୁ ଆସିଛନ୍ତି, କିନ୍ତୁ ବିଜେପିକୁ 97-98 ମିଳିଯାଇଛି ହେଲା। ତାପରେ ବାଦବାକି ଯେତେ ରହିଲେ ହେଲା ସେଇଟା ବିଜେଡ଼ି ସରକାର ମାନେ ବିଜୁ ଜନତା ଦଳକୁ ମିଳିଗଲା। ତ ଯେଉଁଦ୍ୱାରା ମୁଁ କହିବି ବିରୋଧୀ ପାର୍ଟିରେ ଅଛି ଆମର ନବୀନ ପଟ୍ଟନାୟକ। ତ ନବୀନ ପଟ୍ଟନାୟକ ବହୁତ ସାରା ମାନେ ସେ ଭାବୁଛନ୍ତି କି ମାନେ ମୁଁ କେମିତି କରିକି ବିରୋଧୀ ଦଳକୁ ବି ମାନେ ସଶକ୍ତ କରିବି, ମାନେ ଯେମିତିକି ଏବେ ବିଜେପି ସରକାର ବହୁତ ସାରା କାମ କରୁଛନ୍ତି। ତ ସେ କାମକୁ ସେ କିପରି ଭାବରେ ଠିକ୍ କରୁଛନ୍ତି କି ନାହିଁ ତାର ରିଚେକ୍ କରିବେ, ତାପରେ ନୂଆ ପ୍ରଣାଳୀ ଗୁଡ଼ିକ ଜଣାଇବେ, ତାପରେ ତା ବିଷୟରେ ଆଲୋଚନା କରିବେ ହେଲା। ତାପରେ ଏଇ ଯେଉଁ ମଣିପୁର ହିଂସାର ଦେଖ, ମଣିପୁର ମୁଁ ଯଦି କହିବା ଏବେ 6 ମାସ ହେବାକୁ ଯିବ ହେଲା, ଯେଉଁଦ୍ୱାରା କି ବହୁତ ସାରା ପ୍ରୋବ୍ଲେମ୍ ଫେସ୍ କରାହେଉଛି। ସେଠି କୁକି ଆଉ ମୈଥି ଏ 2 ଜଣ ଜନଜାତି ଦ୍ୱାରା ଏଗୁଡ଼ିକ ପ୍ରକାଶ ପାଉଛି, କିନ୍ତୁ କିଛି ବାହାରୀ ଆକ୍ରମଣ ବି ହେଇଛି ହେଲା, ଯେଉଁଦ୍ୱାରା ବାହାରୀ ସତ୍ତ୍ୱ ଯୋଗୁଁ ଏସବୁରେ ଆମର ମାନେ ଆନ୍ତରିକ ଅଶାନ୍ତି ହେଇପାରିଛି। ନହେଲେ ଯଦି ବାହାରିଆ ଯଦି ନ ପ୍ରବେଶ କରିବ ତାହେଲେ ଆନ୍ତରିକ ଅଶାନ୍ତି ହେବନି ହେଲା। ତ ମୁଁ କହିବି ମଣିପୁରର ଇମ୍ଫାଲ ତାର ରାଜଧାନୀ, ମୁଁ କହିବି ସେଇଟା ଆମର ସାଉଥ୍ ଇଷ୍ଟ, ମୁଁ କହିବି ଆମର ଇଷ୍ଟ ପ୍ରପର୍ ଏରିଆ। ତାପରେ ଦେଖ ପୂଜା ଖେଦକରର ଚାକିରି ଶେଷ। ସେ ଯେଉଁ ଫେକ୍ ଡକୁମେଣ୍ଟ କଲେ ତାର ଏଜୁକେସନ୍ ଫେକ୍ ନଥିଲା, କିନ୍ତୁ ସେ ଯେଉଁ କ୍ୟାଟାଗୋରୀରୁ କରୁଥିଲା ନା ସେଇଟା ଫେକ୍ ଥିଲା। ତାପରେ ଦେଖ ତାପରେ ଆମର କାର୍ଗିଲ ଭୂମିକା ଆମେ ଜାଣିଛୁ 1999ରେ କାର୍ଗିଲ ହେଇଥିଲା ହେଲା, ଯେଉଁଟାକି ପାକିସ୍ତାନ ସେନା ଆମର ବହୁତ ସାରା ଯବାନଙ୍କୁ ମାରି ଦେଇଥିଲେ। ମାନେ ମୁଁ କହିବି ଆମର ଯେତେ ମରିନଥିଲା ତାଙ୍କର ସେତେ ମରିଥିଲା କାର୍ଗିଲ ୱାର୍। ମାନେ ମୁଁ କହିବି ଏଇଟା ଆମେ ବହୁତ ଛୋଟ ବି ଥିଲୁ ସେତେବେଳେ। କ'ଣ ହେଇଥିଲା ନା ସେମାନେ ଭାବିଲେ କି ସେତେବେଳେ ମାନେ ଯଦି ଆମେ କିଛି କବ୍ଜା କରିନେବା, ଯଦି ଗୁଜୁରାଟ ରାଜସ୍ଥାନ ଏ ସାଇଡ଼୍ର ଯେଉଁ ଏରିଆ ଅଛି ଏଗୁଡ଼ିକ ଯଦି ଆମେ କବ୍ଜା କରିନେବା ତାହେଲେ ଭାରତ ହାରିଯିବ, ସେ କିଛି କରିପାରିବେନି। ତ ତାଙ୍କର ବହୁତ ମାନେ ମୁଁ କହିବି ଭ୍ରମ ଥିଲା ହେଲା ନିଜ ଉପରେ କି ସେମାନେ ସବୁ ଜିନିଷକୁ ବିଜୟ କରିକି ଜିତିକି ନେଇଯାଇପାରିବେ ହେଲା। ଆଉ ଭଲ ହେଲା କି ସେ ଜିତିଲାନି, କ'ଣ ପାଇଁକି ତା'ର ମେଣ୍ଟାଲିଟି ଷ୍ଟେବଲ୍ ନାହିଁ। ମୁଁ କହିବି ଆମ ରାଞ୍ଚିରେ ଯେତେ ଜଣ ଅଛନ୍ତି ନା ତାଙ୍କର ବି ହେଭି ସେପଟେ ଅଛନ୍ତି ହେଲା। ତାପରେ ଦେଖ ଷ୍ଟାର ଲାଇନର ପ୍ରୋଗ୍ରାମକୁ ଅନେକ ଝଟକା। ମୁଁ କହିବି ଷ୍ଟାର ଲାଇନର ଏଲନ୍ ମସ୍କର, ତ ସେ କ'ଣ କଲା ବହୁତ ସାରା ମାନେ ଏବେ ବହୁତ ସାରା ସେ ତା'ର ଯନ୍ତ୍ରପାତିରେ ମୁଁ କହିବି ସ୍ପେସ୍ରେ ବହୁତ ସାରା ମାନେ ଏମିତି ଡେଭଲପ୍ କରୁଛି, ଯେଉଁଦ୍ୱାରା କି ମହାକାଶରୁ ବି ମାନେ ରିଟର୍ନ ଫେରି ବି ହେବ ଅଥବା ରିୟୁଜେବଲ୍ ବି ହେଇପାରିବ। ତାପରେ ନେକ୍ସଟ ଦେଖିବା ତାପରେ ନେକ୍ସଟ ଆମର ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ମୁଁ କହିବି ସୁଭଦ୍ରା ଯୋଜନା ପାଇଁ ଅସ୍ମିତାର ପରିଚୟ ହେବ ସୁଭଦ୍ରା ଯୋଜନା ବୋଲି ମୁଖ୍ୟମନ୍ତ୍ରୀ ଆମର କହିଛନ୍ତି। ମାନେ ମୁଁ କହିବି ସ୍ତ୍ରୀମାନଙ୍କୁ ଟିକେ ତାଙ୍କ ଭଲ ସୁବିଧା ଦିଆଯାଉ ବୋଲିକି ହେଲା। ତାପରେ ଦେଖ ବିପଦକୁ ପୋଡ଼ୁ ଚାଷ ଯଦି ମୁଁ କହିବି ନା, ପୋଡ଼ୁ ଚାଷ ହେଲା ମାନେ ଯେଉଁଟା ଜଙ୍ଗଲକୁ ସଫା କରିବେ ହେଲା, ଆଉ ତାପରେ ତାକୁ କ୍ଷେତ ବନେଇବେ ହେଲା, କ୍ଷେତ ବନେଇକି କରିବେ। ତାପରେ କ୍ଷେତ ହେଇସାରିଲା ପରେ ତାର ଯେଉଁ ବାରାଲି ଯେଉଁ ପୁଆଡ଼ ଥାଏ ତାକୁ ଜଳେଇବେ ହେଲା।
तो एटा को पोड़ो चाष को स्थानांतरित कृषि भी कहीपर माने गोटे जगार अन्य जगह से करते हैं किंतु से चाष को आसाम रे ना झुम कृषि कहुए पोड़ो चाष को भी है। तापर देख ये भितरकनिका आम आगुरी पढ़ी सारी देख एमर विशेष किसी खबर ना है इनफर्मर को मारिबा को घावा नक्सली चेतावनी देख इनफर्मर क्या इनफर्मर मैंने जमीती कि मुझे कहबी जमीक हाँ जमीक आम देशर हाँ आम देशर किसी जन पाकिस्तान भी अच्छा है पाकिस्तान सब डेटा माने कहे कि हाँ पाकिस्तान भी ये योजना करने जाऊँगी काम चली सेनार सब जिनसर माने बढ़ोतरी चली या फिर मुझे से जिन एक्सपोर्ट करुचे जिन इम्पोर्ट करुचे जहाज कलानी कहीकि माने इनफर्मेशन लीक हुए है जोटा कि इनफर्मेशन आमको मिले आमर इनफर्मेशन भी इनफर्मर थी निहाती तो आमर भी इनफर्मेशन पाखक जाए है किंतु जदि इनफर्मर को जना पड़े कि इनफर्मर अटे तो बहुत दंड दिखती है। तापर जीएसटी परिषद बैठक यहाँ कहबी देख पाकिस्तान विपुल गैस और तैल आविष्कार है पाकिस्तान तैल जदि अच्छी ताले बलूचिस्तान हम बलूचिस्तान बहुत सारा खनिज पदार्थ रही अच्छी तापर खूब शीघ्र कम पेट्रोल दरकार कारण आम जी आग करूँ पेट्रोलियम आम परचेस करूँ इंडोनेशिया अरब कंट्री किंतु एवं आम करुचे रूस रू तापर देख काठमांडू सहित साहित्य महोत्सव उद्घाटित काठमांडू है नेपाल तापर देख बर्ड फ्लू निहाती बढ़ी चली है तो मे भी जो मैंने नॉन वेजिटेरियन तो बी केयरफुल हाँ तापर देख नेक्स्ट है मैं जो कह लास्ट पेज कथा तो आईएनएस अरिघात गोटे न्यूक्लियस सबमरीन अटे जोटा कि पानी भितर चलो हाँ तो आमर ए दुईटा ही अच्छे माने आईएनएस अरिघात और आईएनएस अरिहंत है दुईटा अच्छे एगुड़ा न्यूक्लियर सबमरीन अटे जोटा पानी भितर समुद्र भितर गति कर जो रडार लगे सोनार है रडार सोनार लगे सोनार पानी भितर थी हलचल को से डिटेक्ट कर किए कौन केमती कहार अनुसार चली न चली जना पड़ो ये शेष जय जगन्नाथ।